ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ଆଜି କହିବି ବିକ୍ରମ ବେତାଳ କଥାର ପଞ୍ଚମ ଗଳ୍ପ ରାଜନୀତି। ଆସନ୍ତୁ ଶୁଣିବା। ରାଜା ବିକ୍ରମାର୍କ ଶବଟିକୁ କାନ୍ଧରେ ପକାଇ ସୁନସାନ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଉଠିଲା, ରାଜନ୍, ମୁଁ ଜାଣିପାରୁନାହିଁ ତୁମେ କାହାଠାରୁ ପ୍ରଶଂସା ପ୍ରାପ୍ତ କରିବାକୁ ଏପରି ଭୟଙ୍କର ବାତାବରଣ ମଧ୍ୟରେ ରହି କଷ୍ଟ ଭୋଗ କରୁଛ। କିନ୍ତୁ ଚଞ୍ଚଳ ଚିତ୍ତ, ଅଧିକାର ଓ କ୍ଷମତାରେ ଅନ୍ଧ ରାଜାମାନେ କେତେବେଳେ କାହାର ପ୍ରଶଂସା କରିବେ ତାର କିଛି ସ୍ଥିରତା ନଥାଏ। ପ୍ରସିଦ୍ଧ ରାଜା ସୁଧର୍ମ ନୀତିଶାସ୍ତ୍ର ଓ ରାଜନୀତିରେ ଦକ୍ଷ ଅଟନ୍ତି। ହେଲେ ସେ କଲେ କ'ଣ? ଜୀବନକୁ ପାଣି ଛଡ଼େଇ ଯେଉଁ ସେନାପତି ଯୁଦ୍ଧ କଲେ ତାକୁ ଗୁରୁତ୍ୱ ନ ଦେଇ ଜଣେ ସାଧାରଣ ରୋଷେଇୟାକୁ ପ୍ରଶଂସା କଲେ। ମୁଁ ତୁମକୁ ଏହି ରୋଚକ କାହାଣୀ ଶୁଣାଉଛି, ମନ ଦେଇ ଶୁଣ, ପଥଶ୍ରମ ଲାଘବ ହେବ। ଏପରି କହି ବେତାଳ ଗପିବାରେ ଲାଗିଲା। ଭଦ୍ରଗିରିର ରାଜା ନରେନ୍ଦ୍ର ଭୂପତିଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ପ୍ରଜାମାନଙ୍କର ଉନ୍ନତି ଓ କଲ୍ୟାଣ। ନିଜ ଶାସନ କାଳରେ ସେ ପ୍ରଜାମାନଙ୍କୁ ସବୁ ପ୍ରକାର ସହାୟତା କରୁଥିଲେ। ସେମାନଙ୍କର କୌଣସି ଅଭାବ କରୁନଥିଲେ। କିନ୍ତୁ ରାଜା ନିଃସନ୍ତାନ ହୋଇଥିବାରୁ ସେହି ଚିନ୍ତାରେ ଘାରି ହେଉଥିଲେ। ଏହି ସମୟରେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରିଥିବା ଜଣେ ସାଧୁ ଭଦ୍ରଗିରିରେ ପହଞ୍ଚିଲେ। ରାଜା ସାଦରେ ତାଙ୍କୁ ସ୍ୱାଗତ କରି ଆତିଥ୍ୟ ପ୍ରଦାନ କଲେ। ସାଧୁ ବିଦାୟ ନେବା ସମୟରେ ରାଜାଙ୍କୁ ଏକ ଅଦ୍ଭୁତ ଫଳ ଦେଲେ। ସେହି ଫଳର ମହିମାରୁ ଗୋଟିଏ ବର୍ଷ ଅନ୍ତରରେ ରାଜଦମ୍ପତି ଯମଜ ସନ୍ତାନ ଦୁଇଟିର ଜନକ ଜନନୀ ହେବାର ସୌଭାଗ୍ୟ ଲାଭ କଲେ। ଅତି ଆନନ୍ଦରେ ରାଜଦମ୍ପତି ସେମାନଙ୍କର ନାମ ରଖିଲେ ସୁଧର୍ମ ଓ ସୁସେନ। ଅତି ଯତ୍ନରେ ସେମାନଙ୍କର ଲାଳନ ପାଳନ କରାଗଲା। ସେମାନେ ବିଦ୍ୟାଶିକ୍ଷା କଲେ। ଦୁଇ ରାଜକୁମାର ଏକାଗ୍ରତାର ସହ ବିଦ୍ୟାଭ୍ୟାସ କଲେ। ସୁଧର୍ମ ରାଜନୀତି ଓ ଧର୍ମଶାସ୍ତ୍ର ପ୍ରତି ରୁଚି ଦେଖାଇଲେ ଓ ସୁସେନ ଧନୁର୍ବିଦ୍ୟା ଓ ଖଡ଼ଗ ଯୁଦ୍ଧରେ ପାରଦର୍ଶିତା ପ୍ରଦର୍ଶନ କଲେ। ରାଜ୍ୟରେ ପ୍ରତିବର୍ଷ ବିଜୟା ଦଶମୀ ଅବସରରେ କ୍ଷତ୍ରିୟ ବିଦ୍ୟାର ପ୍ରଦର୍ଶନୀ ଆୟୋଜନ କରାଯାଏ। ଏହି ପ୍ରତିଯୋଗିତାରେ ସୁସେନ ସର୍ବଦା ପ୍ରଥମ ସ୍ଥାନ ଅଧିକାର କରେ। ଦୁଇ ଭାଇଙ୍କ ମଧ୍ୟରେ ଦ୍ୱନ୍ଦ୍ୱଯୁଦ୍ଧ ଚାଲିଥିବା ସମୟରେ ସୁଧର୍ମ ଜାଣିଶୁଣି ସାନ ଭାଇକୁ ପରାସ୍ତ କରେ ନାହିଁ। ଏଥିସହିତ ସାନ ଭାଇ ଯେପରି ଆହତ ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦିଏ। କିନ୍ତୁ ସୁସେନ ଯୁଦ୍ଧରେ ନିଜର ଅସାମାନ୍ୟ ପ୍ରତିଭା ଦେଖାଇବାକୁ ଚେଷ୍ଟା କରେ ଓ ବଡ଼ ଭାଇଠାରୁ ନିଜକୁ ଅଧିକ ଦକ୍ଷ ସାବ୍ୟସ୍ତ କରିବାକୁ ପ୍ରୟାସ କରେ। ସେଥିପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥାଏ। କୁତ୍ସିତ ପନ୍ଥା ଗ୍ରହଣ କରିବାକୁ ମଧ୍ୟ ପଛାଏ ନାହିଁ। ସୁସେନର ଏପରି ମନୋଭାବ ଓ ଚାଲିଚଳନ ଦେଖି ମହାରାଜାଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଥାଏ। ଏହି କଥା ମନେ ପଡ଼ିଗଲେ ସେ ଭବିଷ୍ୟତରେ ବିପଦର ଆଶଙ୍କାରେ ବିବ୍ରତ ହୋଇ ଉଠନ୍ତି। ରାଜଗୁରୁ ତାଙ୍କ ମନ କଥା ବୁଝିପାରି ସାନ୍ତ୍ୱନା ଦିଅନ୍ତି। ଯୁବକ ଅବସ୍ଥାରେ ଏପରି ଆଚରଣ ଦେଖାଇବା ସ୍ୱାଭାବିକ ଅଟେ। ବୟସ ବଢ଼ିବା ସହିତ ଅଭିଜ୍ଞତା ଓ ଅନୁଭବ ଦ୍ୱାରା ମନୁଷ୍ୟର ମନୋଭାବ ପରିପକ୍ୱ ହୁଏ ଓ ତାର ସ୍ୱଭାବରେ ପରିବର୍ତ୍ତନ ହୁଏ। ସେଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ଯଥା ସମୟରେ ସୁଧର୍ମଙ୍କର ବିବାହ ବଜ୍ରଗିରିର ରାଜକୁମାରୀ ଓ ସୁସେନଙ୍କର ବିବାହ ରାଜଗିରିର ରାଜକୁମାରୀଙ୍କ ସହିତ ସମ୍ପନ୍ନ ହେଲା। ଏହାର କିଛିଦିନ ପରେ ରାଜା ସୁଧର୍ମକୁ ସିଂହାସନ ଅର୍ପଣ କରି ନିଜେ ବାନପ୍ରସ୍ଥ ଧାରଣ କରିବାକୁ ଇଚ୍ଛା ପ୍ରକାଶ କଲେ। ସେ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତିରେ ଲାଗି ପଡ଼ିଲେ। ଏହା ଜାଣିପାରି ସୁସେନ ରାଜଗୁରୁଙ୍କୁ ଏକାନ୍ତରେ ସାକ୍ଷାତ କରି ଜଣାଇଲା, ଗୁରୁବର, ମୋର ଏକ ବିନତି ଅଛି। ଆପଣ ଜାଣନ୍ତି କ୍ଷେତ୍ର ବିଦ୍ୟାରେ ସୁଧର୍ମଙ୍କଠାରୁ ମୋର ଅଧିକ ପାରଦର୍ଶିତା ଅଛି। ତେଣୁ ରାଜସିଂହାସନ ଉପରେ ଆସୀନ ହେବା ପାଇଁ ମୋର ଅଧିକାର ଅଧିକ ଅଛି। ମୋତେ ସିଂହାସନରେ ବସାଇବା ନ୍ୟାୟସଙ୍ଗତ ହେବ। ଏହି କଥା ଶୁଣି ରାଜଗୁରୁ ଚମକି ପଡ଼ିଲେ ଓ କହିଲେ, ଏହା କିପରି ସମ୍ଭବ ହେବ? ପରମ୍ପରା ଅନୁସାରେ ଜ୍ୟେଷ୍ଠ ପୁତ୍ର ହିଁ ରାଜସିଂହାସନର ଅଧିକାରୀ ହୋଇଥାଏ। ସୁଧର୍ମ ସିଂହାସନର ଉପଯୁକ୍ତ ଅଧିକାରୀ ଅଟନ୍ତି। ଆମେ ଦୁହେଁ ଯମଜ। ମୋଠାରୁ ମାତ୍ର କେତେ କ୍ଷଣ ଆଗରୁ ସୁଧର୍ମ ଜନ୍ମ ହୋଇଛନ୍ତି। ତାଙ୍କୁ ଜ୍ୟେଷ୍ଠ କୁହାଯିବ କିପରି? ରାଜନୀତି ଓ ଧର୍ମଶାସ୍ତ୍ରରେ ପାରଙ୍ଗମ ହେଉଥିବା ବ୍ୟକ୍ତିଙ୍କୁ ମନ୍ତ୍ରୀ ଅଥବା ପରାମର୍ଶଦାତା ହେବା ଶୋଭା ପାଇଥାଏ। ଆପଣ ଏହା ସହିତ ନିଶ୍ଚୟ ଏକମତ ହେବେ। ଆପଣ ରାଜଗୁରୁ ଅଟନ୍ତି। ରାଜା ଆପଣଙ୍କୁ ବହୁତ ସମ୍ମାନ କରନ୍ତି।
ତେଣୁ ଆପଣ ମୋର ମନ କଥା ମହାରାଜାଙ୍କୁ ଜଣାଇଲେ ଭଲ ହୁଅନ୍ତା। ସୁସେନ ଏପରି ଅନୁରୋଧ ଜଣାଇଲେ। ସ୍ୱାର୍ଥ ପାଇଁ ପରମ୍ପରା ଭାଙ୍ଗିବା ଅନୁଚିତ ଅଟେ। ଏଥିପାଇଁ କୌଣସି ସୀମା ଉଲ୍ଲଂଘନ କରିବା ଠିକ୍ ହେବ ନାହିଁ। କ୍ଷଣକ ପାଇଁ ହେଲେ ବି ସେ ତୁମଠାରୁ ବଡ଼। ଅଧିକାର ପାଇବାକୁ ଏହା ଅସ୍ୱୀକାର କରିବା କ୍ଷତିକାରକ ସାବ୍ୟସ୍ତ ହେବ। ସବୁ ପ୍ରକାର ଶତ୍ରୁତା ମଧ୍ୟରେ ଭାଇ ଭାଇ ମଧ୍ୟରେ ଶତ୍ରୁତା ସବୁଠାରୁ ଭୟଙ୍କର ଅଟେ। ରାଜା ହେବାର ମୋହ ତ୍ୟାଗ କର, ଏହା ତୁମ ପାଇଁ ସବୁଠାରୁ ମଙ୍ଗଳକର। ମହାରାଜାଙ୍କ ଇଚ୍ଛା ଅନୁସାରେ ତୁମେ ଏହି ରାଜ୍ୟର ସେନାପତି ହେବ ଓ ଅଗ୍ରଜଙ୍କୁ ସହଯୋଗ ପ୍ରଦାନ କରି ରାଜ୍ୟର ସୁରକ୍ଷା ଭାର ବହନ କରିବ। ଏହା ଆମ ରାଜ୍ୟ ଓ ପ୍ରଜାମାନଙ୍କ ପାଇଁ ମଙ୍ଗଳକର ହେବ। ତୁମେ ଓ ତୁମ ରାଜବଂଶର ସୁଖ୍ୟାତି ବୃଦ୍ଧି ପାଇବ। ରାଜଗୁରୁ ଏଭଳି ଉପଦେଶ ପ୍ରଦାନ କଲେ। ଯଦି ମହାରାଜା ଚାହାନ୍ତି ମୁଁ ରାଜା ନ ହୁଏ, ତେବେ ମୋତେ ରାଜ୍ୟରୁ ଅର୍ଦ୍ଧେକ ପ୍ରଦାନ କରନ୍ତୁ। ଏଥିପାଇଁ ମୋର ଆବଶ୍ୟକ ଯୋଗ୍ୟତା ଓ ଅଧିକାର ରହିଛି। ଏହି ସତ୍ୟକୁ ଭୁଲିଯିବା ଉଚିତ ନୁହେଁ ଯେ ବସୁନ୍ଧରା ବୀରଭୋଗ୍ୟା ଅଟେ। ଏପରି ପ୍ରତିକ୍ରିୟା ପ୍ରକାଶ କରି ସୁସେନ ସେହି ସ୍ଥାନରୁ ଦ୍ରୁତଗତିରେ ପ୍ରସ୍ଥାନ କଲେ। ରାଜଗୁରୁ ମହାରାଜାଙ୍କୁ ସାକ୍ଷାତ କରି ସବିସ୍ତାର ସବୁ କଥା ବର୍ଣ୍ଣନା କଲେ। ମହାରାଜ ବିଚଳିତ ହୋଇ କହିଲେ, ମୁଁ ଯାହା ଆଶଙ୍କା କରୁଥିଲି ତାହା ହିଁ ଘଟିଲା। ସୁସେନର ଏପରି ଦୁରାଶା ଅନୁଚିତ ଅଟେ। ଏବେ ରତ୍ନଗିରିର ମହାରାଜା ଦୁର୍ଜୟ ମଧ୍ୟ ସୁସେନକୁ ସମର୍ଥନ କରୁଛନ୍ତି। ସେ ଏପରି ପ୍ରୋତ୍ସାହିତ କରିବାର କାରଣ ମନେ ପକାଇ ପାରୁଥିବେ। 25 ବର୍ଷ ତଳେ ସେ ଆମ ରାଜ୍ୟରୁ ତାଙ୍କ ରାଜ୍ୟ ସହିତ ମିଶାଇ ଦେବାକୁ ଚାହୁଁଥିଲେ ଏବଂ ଏହି ପ୍ରଚେଷ୍ଟାରେ ବିଫଳ ହେଲେ। ମୋର ଦୃଢ଼ ମତ ହେଉଛି ସୁସେନର ଏପରି ଅଭିଳାଷ ଆଦୌ ଗ୍ରହଣୀୟ ନୁହେଁ। ଯାହା ବି ହେଉ ଠିକ୍ ସମୟରେ ସୁଧର୍ମର ରାଜ୍ୟାଭିଷେକ ସମ୍ପନ୍ନ କରାହେବ। ମହାରାଜ ଦୀର୍ଘଶ୍ୱାସ ପକାଇ ଏସବୁ କହିଲେ। ସୁସେନ ସେନାପତି ପଦ ଗ୍ରହଣ କରିବାକୁ ମନା କରିଦେଲେ। ଫଳରେ ତାଙ୍କ ବାଲ୍ୟମିତ୍ର ତଥା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁତ୍ର ସୁଧୀର ସେହି ପଦବୀରେ ନିଯୁକ୍ତି ପାଇଲେ। ଶୁଭ ବେଳାରେ ଗୁରୁଦେବ ଓ ପିତାମାତାଙ୍କ ଆଶୀର୍ବାଦ ଗ୍ରହଣ କରି ସୁଧର୍ମ ଭଦ୍ରଗିରି ସିଂହାସନ ଆରୋହଣ କଲେ। କିଛି ଦିନ ଧରି ରାଜ୍ୟ ଶାନ୍ତ ରହିଲା। କୌଣସି ପ୍ରକାର ଅଶାନ୍ତି ଦୃଶ୍ୟ ଦେଲା ନାହିଁ। ସୁସେନ ନିଜ ପତ୍ନୀ ସହିତ ରତ୍ନଗିରି ଚାଲିଗଲା। ରତ୍ନଗିରି ରାଜା ଦୁର୍ଜୟ ଏହିପରି ସୁଯୋଗର ଅପେକ୍ଷାରେ ଥିଲେ। ସେ ମନେ ମନେ ବହୁତ ଖୁସି ଥିଲେ। ତଥାପି ନିଜ ମନ କଥା କାହାକୁ ପ୍ରକାଶିତ ନ କରି ଅଭିନୟ କରି କହିଲେ, ସୁସେନ, ତୁମେ ଚିନ୍ତିତ ହୁଅନା। ଏହି କ୍ଷଣି ମୁଁ ତୁମକୁ ରତ୍ନଗିରିର ରାଜା ଘୋଷଣା କରୁଛି। ଭବିଷ୍ୟତରେ ଭଦ୍ରଗିରିର ରାଜା ବନାଇବି। ତାପରେ ତୁମେ ଏକ ସୁବିଶାଳ ସାମ୍ରାଜ୍ୟର ସମ୍ରାଟ ହୋଇଯିବ। ଏହା ମଧ୍ୟ ମୋ ଜୀବନର ଲକ୍ଷ୍ୟ। ଏପରି କହି ସେ ଜାମାତାଙ୍କୁ ସାନ୍ତ୍ୱନା ଦେଲେ। ରତ୍ନଗିରି ତୁଳନାରେ ଭଦ୍ରଗିରିର ସେନା ସଂଖ୍ୟା 4 ଗୁଣ ଅଧିକ। ତେଣୁ ପ୍ରତ୍ୟକ୍ଷ ଆକ୍ରମଣ କରି ପରାସ୍ତ କରିବା ଏକବାରେ ଅସମ୍ଭବ। ଦୁର୍ଜୟ ଚିନ୍ତା କଲେ, ଅନ୍ୟ କେଉଁ ମାର୍ଗରେ ଏହି ବିଜୟ ହାସଲ କରାଯିବ। ରତ୍ନଗିରିର ସୁରକ୍ଷା ବ୍ୟବସ୍ଥା ଓ ତାର ରହସ୍ୟ ସହିତ ଭଲ ଭାବରେ ପରିଚିତ ସୁସେନ ଏବେ ତାଙ୍କ ହାତ ମୁଠାରେ। ତେଣୁ ଅସମ୍ଭବକୁ ସମ୍ଭବ କରିବା ସହଜ। ସେ ଏଥିପାଇଁ କୁଟିଳ ଯୋଜନାମାନ ପ୍ରସ୍ତୁତ କଲେ। ଛଦ୍ମବେଶ ଧାରଣ କରି ଭଦ୍ରଗିରିକୁ ଆସିଲେ ଓ ନିଜ ପ୍ରଚେଷ୍ଟା ଜାରି ରଖିଲେ। ଦିନେ ସନ୍ଧ୍ୟା ସମୟରେ ରାଜା ସୁଧର୍ମ ଆଗାମୀ ବିଜୟା ଦଶମୀର ଆୟୋଜନ ଓ ସୁରକ୍ଷା ସମ୍ବନ୍ଧରେ ସେନାପତି ସୁଧୀରଙ୍କ ସହିତ ଆଲୋଚନା ଚଳାଇଥିଲେ। ଆଲୋଚନା ସାରି ଆସିବା ପରେ ରାଜା ଉଦ୍ୟାନରେ ପ୍ରତୀକ୍ଷା କରିଥିବା ରାଣୀଙ୍କୁ ଭେଟିବାକୁ ଚାଲିଗଲେ। ଏହି ସମୟରେ ଅଚାନକ ରାଜଭବନରେ ହାହାକାର ଖେଳିଗଲା। ସୁଧୀର ବୁଲିପଡ଼ି ଘଟଣା କ'ଣ ଜାଣିବାକୁ ଚେଷ୍ଟା କଲାବେଳକୁ କେହି ଜଣେ ତାଙ୍କ ଉପରକୁ ତରବାରୀ ଚଳାଇଲା। ଫଳରେ ତାଙ୍କର ବାମ ହାତ କଟିଗଲା ଓ ସେ ତଳେ ପଡ଼ିଗଲେ। ତାଙ୍କୁ ଆଘାତ କରିଥିବା ବ୍ୟକ୍ତି ଏହି ସୁଯୋଗରେ ଖସି ପଳାଇଲା। ଏହି ଅତର୍କିତ ଆକ୍ରମଣରେ କେତେଜଣ ସୈନିକ ମଧ୍ୟ ପ୍ରାଣ ହରାଇଲେ ଓ ଆହୁରି କେତେକ ଆହତ ହେଲେ। ନିରୁପାୟ ରାଜା ଅନ୍ତଃପୁରର ଆର୍ତ୍ତନାଦ ଶୁଣିପାରିଲେ ଓ ସେହି ଦିଗକୁ ଗଲେ। ରାଜମହଲରେ ସେବକ ଓ ପାଚକମାନେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଲାଗିପଡ଼ିଲେ। ପ୍ରଧାନ ପାଚକ ବଲ୍ଲଭ ହାତରେ ଏକ ବିରାଟ ତରବାରୀ ଧରି ବାହାରି ଆସିଲା ଓ ଶତ୍ରୁ ସୈନିକଙ୍କର ମୁଣ୍ଡଗଣ୍ଡି ଅଲଗା କରିବାରେ ଲାଗିପଡ଼ିଲା। ଏତିକିବେଳେ ଅଧିକ ସୈନ୍ୟ ପହଞ୍ଚିଯିବାରୁ ଶତ୍ରୁ ସୈନ୍ୟ ପଳାୟନ କଲେ। ଚାରିଆଡ଼େ ନିସ୍ତବ୍ଧ ହୋଇଗଲା। ମହାରାଜାଙ୍କ ଅନୁପସ୍ଥିତିରେ ସୁଧର୍ମ ଓ ସୁଧୀରଙ୍କୁ ବିନାଶ କରିବାକୁ ଦୁର୍ଜୟ ଓ ସୁସେନ ଯୋଜନା କରିଥିଲେ, କିନ୍ତୁ ତାଙ୍କର ଯୋଜନା ବିଫଳ ହେଲା।
ରତ୍ନଗିରି ଫେରୁଥିବା ସମୟରେ ସୁସେନ ଓ ଦୁର୍ଜୟ ନଦୀ ସ୍ରୋତରେ ଖସିପଡ଼ି ମୃତ୍ୟୁବରଣ କଲେ। ତୀର୍ଥଯାତ୍ରାରେ ଯାଇଥିବା ମହାରାଜା ଫେରିଆସିଲେ। ତାଙ୍କ ଉପସ୍ଥିତିରେ ବିଜୟା ଦଶମୀ ଉତ୍ସବ ଯଥାରୀତି ପାଳନ କରାଗଲା। ରାଜା ସୁଧର୍ମ ଉପହାର ବିତରଣ କରିବା ସମୟରେ ଉଦ୍ବୋଧନ ଦେଲେ, ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୋର ଅଭିନନ୍ଦନ। ବିଶେଷ ଭାବେ ଯେଉଁ ବୀରମାନେ ଶତ୍ରୁ ସୈନିକଙ୍କୁ ପରାସ୍ତ କଲେ ସେମାନଙ୍କୁ ମୋର ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି। ମୁଖ୍ୟତଃ ଅନ୍ତଃପୁରର ରମଣୀମାନଙ୍କର ସୁରକ୍ଷା ପାଇଁ ଅତ୍ୟନ୍ତ ସାହସ ପ୍ରଦର୍ଶନ କରିଥିବା ପ୍ରଧାନ ପାଚକ ବଲ୍ଲଭଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ମୁଁ ତାଙ୍କୁ ଦଳପତି ପଦରେ ନିଯୁକ୍ତି ପ୍ରଦାନ କରୁଛି। ସୁଧର୍ମଙ୍କ କଥା ଶୁଣି ମହାରାଜ ଓ ରାଜଗୁରୁ ବହୁତ ପ୍ରସନ୍ନ ହେଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ସେନାଧ୍ୟକ୍ଷ ସୁଧୀରଙ୍କ ଚେହେରା ମଳିନ ହୋଇଗଲା। ବେତାଳ ଏହି କାହାଣୀ ଶୁଣାଇବା ପରେ କହିଲା, ରାଜନ୍, ରାଜା ସୁଧର୍ମଙ୍କ ଉପରେ ଯେଉଁ ଭୟଙ୍କର ଆକ୍ରମଣ ହେଲା ତାକୁ ରୋକିବା ପାଇଁ ସେନାପତି ସୁଧୀର ପ୍ରଥମେ ଆଗେଇ ଆସିଲେ। ଏହି ପ୍ରୟାସ ପାଇଁ ସେ ଆହତ ହେଲେ, କିନ୍ତୁ ରାଜା ତାଙ୍କର ବୀରତ୍ୱ ଓ ତ୍ୟାଗ ପାଇଁ ପ୍ରଶଂସା କରିବା ପରିବର୍ତ୍ତେ ଜଣେ ପାଚକର ବାହାଦୁରୀକୁ ପ୍ରଶଂସା କରିବା କ'ଣ ଉଚିତ ଥିଲା? ସେ ଅନ୍ତଃପୁରର ସ୍ତ୍ରୀମାନଙ୍କୁ ଓ ରାଣୀଙ୍କୁ ଉଦ୍ଧାର କଲା। ରାଜା କ'ଣ ଏହି କାରଣରୁ ତାକୁ ପ୍ରଶଂସା କଲେ? ରାଜନୀତି ବିଶାରଦ ଭାବେ ସୁଖ୍ୟାତି ଅର୍ଜନ କରିଥିବା ସୁଧର୍ମ ଏପରି ଭୁଲ କଲେ କାହିଁକି? ପୁଣି ତାଙ୍କର ଏଭଳି ନିଷ୍ପତ୍ତିକୁ ବୃଦ୍ଧ ରାଜା ଓ ରାଜଗୁରୁ ସମର୍ଥନ ଜଣାଇଲେ। ଏହାର କାରଣ କ'ଣ? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଦ୍ଧା ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ରାଜା ବିକ୍ରମାର୍କ ଉତ୍ତର ଦେଲେ, ଅତି ଜରୁରୀ ସମୟରେ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ନେବାକୁ ପଡ଼ିଥାଏ। ଏହା ମାଧ୍ୟମରେ ଜଣେ ବୀରଙ୍କର ପ୍ରକୃତ ଶକ୍ତି ସାମର୍ଥ୍ୟର ପରିଚୟ ମିଳିଥାଏ। ରାଜାଙ୍କୁ ଅତର୍କିତ ଆକ୍ରମଣରୁ ବଞ୍ଚାଇବା ଉଦ୍ଦେଶ୍ୟରେ ସୁଧୀର ନିଜର ପ୍ରାଣକୁ ଖାତିର ନ କରି ସମ୍ମୁଖକୁ ଆସିଲେ ଓ ଏହାଦ୍ୱାରା ସେ ନିଜକୁ କର୍ତ୍ତବ୍ୟନିଷ୍ଠ ଓ ସୁଦକ୍ଷ ପ୍ରମାଣିତ କଲେ। କିନ୍ତୁ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ସେ ହେଉଛନ୍ତି ସେନାପତି ଓ ତାହା ତାଙ୍କର କର୍ତ୍ତବ୍ୟ। କିନ୍ତୁ ଆକସ୍ମିକ ବିପଦ ସମୟରେ ଜଣେ ସାଧାରଣ ଲୋକ ପକ୍ଷରେ ଆତ୍ମରକ୍ଷା ପାଇଁ ବ୍ୟବସ୍ଥା ନ କରି ଅନ୍ୟକୁ ଉଦ୍ଧାର କରିବା ଓ ଶତ୍ରୁକୁ ବଧ କରିବା ନିଶ୍ଚିତ ଭାବରେ ଏକ ବିରଳ ତ୍ୟାଗ। ବଲ୍ଲଭ ଏହା କରି ଦେଖାଇଲେ। ଏହି କାରଣରୁ ମହାରାଜ ଓ ରାଜଗୁରୁ ମଧ୍ୟ ପ୍ରସନ୍ନ ଥିଲେ। ଏହିପରି ଭାବରେ ରାଜାଙ୍କର ମନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଝୁଲି ପଡ଼ିଲା। ବନ୍ଧୁଗଣ, ଏ ଥିଲା ବିକ୍ରମ ବେତାଳ କଥାର ଗଳ୍ପଟି, ରାଜନୀତି। ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ ନିଶ୍ଚୟ କରିଥିବେ। ଏହା ସହିତ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନିଅନ୍ତୁ। ପୁଣି ଥରେ ଆସିବି ଆଉ ଗୋଟିଏ ଗଳ୍ପ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।